फाइनाल देखिए ମୁଁ ଆସି ପହଞ୍ଚିଗଲି ମୋ ସେଟଅପ୍‌ରେ ଆପଣମାନଙ୍କୁ ସମସ୍ତଙ୍କୁ ଜଣାଉଛି ଜୟ ଜଗନ୍ନାଥ। ସମସ୍ତେ ଭଲରେ ଥିବେ ଓ ଆଜି ଆପଣମାନଙ୍କୁ ବନେଇକି ଦେବି ଓ ନିଜେ ଖାଇବି ପତରରେ ଆମ୍ବ ପତ୍ର ତା ସାଥିରେ ହେଉଛି ପିଜୁଳି ପତ୍ର ମାନେ ପେହିଡ଼ା ପତ୍ର ତା ହାତରେ ହେଉଛି ଆମ୍ବ ପତ୍ରକୁ ଜଏଣ୍ଟ କରି ତାକୁ କାଟିବୁ କାଟି ସାରି ଖାଇବୁ ଓ ଆପଣମାନଙ୍କ ଟେଷ୍ଟ ଆପଣମାନେ ନିଜେ ଖାଇକି ଥରେ ଟେଷ୍ଟ କରିବେ ତା ପୂର୍ବରୁ ମୁଁ ଆଜି ପ୍ରଥମ ଥର ପାଇଁ ଆମ୍ବ ପତ୍ରକୁ ତା ଦେହରେ ପିଜୁଳି ପତ୍ର ଖାଇକି ଟେଷ୍ଟ କରିବା କେମିତି ଲାଗୁଛି ଦେଖିବା ଚଲନ୍ତୁ ଆମ୍ବ ପତ୍ର ଜଲ୍ଦି ଜଲ୍ଦି କାଟି ନେବା ତାପରେ ପେଡ଼ା ପତ୍ର କାଟିବା ତାପରେ ଜଲ୍ଦି ଜଲ୍ଦି ଖାଇବା ଷ୍ଟାର୍ଟିଂ କରିବା ଠିକ୍ ଅଛି ଚଲନ୍ତୁ ଦେଖିପାରୁଥିବେ ଆମ୍ବ ପତ୍ର ଏତେ ଶକ୍ତ କାଟିବାକୁ କାଟୁନାହିଁ ତାହେଲେ ଆମ୍ବ କେତେ ଶକ୍ତ ଆମ୍ବ ପତ୍ର କ'ଣ ସତରେ ଖିଆ ହୁଏ ନା ଖିଆ ହୁଏନି ମୁଁ ଜାଣିନାହିଁ ତେବେ ବି ମୁଁ ଆଜି ଆପଣମାନଙ୍କୁ ଖାଇକି ଟେଷ୍ଟ କରିବି କେମିତି ଲାଗୁଛି ଆପଣମାନଙ୍କୁ କହିବି ଆପଣମାନେ ଫୁଲ୍ ଭିଡ଼ିଓ ଦେଖୁଛନ୍ତି ଭିଡ଼ିଓକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ ଚଲନ୍ତୁ ଆମ୍ବ ପତ୍ରକୁ ଫୁଲ୍ କାଟିବା ଆଉ ଟେଷ୍ଟ କେମିତି ଦେଖିବେ ଜାଣିବା ଆପଣମାନେ ଯଦି କେବେ ଖାଇନାହାନ୍ତି ତାହେଲେ କମେଣ୍ଟରେ ଜଣାଇବେ ମୁଁ ଖାଇବି ଆଉ ଆପଣମାନଙ୍କୁ ଟେଷ୍ଟ ଜଣାଇବି କେମିତି ହେଇଛି ଆଉ ପତ୍ରରେ କ'ଣ ଖାଇଲେ କ'ଣ କିଛି ବିପଦ ଅଛି ଆପଣମାନେ ଜାଣିଛନ୍ତି ଯଦି କିଛି କମେଣ୍ଟରେ ଜଣାଇବେ ଆଉ ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଜମାରୁ ଭୁଲିବେନି ଆଜି ଆମ୍ବ ପତ୍ର ଖାଇଲା କାଲିକି ପେହେଡ଼ା ପତ୍ର ଖିଆ ହେଲା ଆମ୍ବ ପତ୍ର ସହ ପେହେଡ଼ା ପତ୍ର ତା ହାତରେ ଲେମ୍ବୁ ଓ ଆପଣମାନଙ୍କ ପାଇଁ ଖାସ୍ କରି ଭିଡ଼ିଓ ବନାଉଛି ସବୁ କାହିଁକି ନା ଚାଇନିଜ୍ ମାନେ ଖାଇପାରୁଛନ୍ତି ଆମେ କ'ଣ ପାଇଁ ଖାଇପାରିବୁନି ସେଥିପାଇଁ ଆମେ ଟେଷ୍ଟ କରୁଛେ ଆଉ ଆପଣମାନେ ଯଦି ଯେଉଁମାନେ ଖାଇବା ପାଇଁ ଯାଉଛନ୍ତି ଜଲ୍ଦି ଜଲ୍ଦି ପଳେଇ ଆସିବେ ନାରାୟଣପୁର ଆଉ ଆମ ଗାଁ ହେଉଛି ଓଡ଼ିଶା ବାଲେଶ୍ୱର ଜଳେଶ୍ୱର ଆପଣମାନେ ପଳେଇ ଆସିବେ ସେଇଠାରେ ଖାଇବା ବସିକି ଆଉ ଆପଣମାନେ ଦେଖିପାରୁଥିବେ ଭିଡ଼ିଓ ଯଦି ଭଲ ଲାଗିଥାଏ ଭିଡ଼ିଓ ତ ଭଲ ଲାଗିବ କାହିଁକିନା ଚାଇନିଜ୍ ମାନେ ଖାଉଛନ୍ତି ସେମାନଙ୍କୁ ଯେତେବେଳେ ଭଲ ଲାଗୁଛି ସବୁ ରଙ୍ଗ ପତ୍ର ସବୁ ରଙ୍ଗ ଖାଉଛନ୍ତି ଆମକୁ କାହିଁକି ପାଇଁ ଭଲ ଲାଗେ ଖାଇବା ପାଇଁ ଭଲ ଲାଗିବନି ସେଥିପାଇଁ ମୁଁ ଆଜି ଆମ୍ବ ପତ୍ର କାଟି ସାରିଲି ଏବେ ଦେଖନ୍ତୁ ପିଜୁଳି ପତ୍ରରେ ନାଲି ପିଜୁଳି ପତ୍ରଟା କାଟୁଛି କାହିଁକିନା ନାଲି ପିଜୁଳି ଆମର ଖାଇବାକୁ ବହୁତ ଟେଷ୍ଟ ଆପଣମାନେ ଯଦି ନ ଜାଣିଥିବେ ବହୁତ ବାସ୍ନା ଆହୁରି ଆମ ପିଜୁଳି ପତ୍ର ଯଦି ପିଜୁଳି ମିଳିଥାନ୍ତା ତାହେଲେ ଆହୁରି ଟେଷ୍ଟ ହେଇଥାନ୍ତା ତା ପୂର୍ବରୁ ଆମେ ଦେଖନ୍ତୁ ଆଜି ସବୁ ପତ୍ରକୁ କାଟି ଖାଇବା କାହିଁକି ନା ଆଜି ହେଉଛି ପତ୍ରର ଖାଇଲେ ଟେଷ୍ଟ କେମିତି ଜାଣି ଆଉ ମୋ କ'ଣ ଦେହ ଖରାପ ହେଉଛି ନା ମୋ ମୁଣ୍ଡ ବିନ୍ଧୁଛି ନା ମୋ ମୁଣ୍ଡ ବିନ୍ଧା ଭଲ ହେଇଯାଉଛି ଦେଖିବା ଚଲନ୍ତୁ ପିଜୁଳି ପତ୍ର ବହୁତ ସେଣ୍ଟ କରୁଛି ତାକୁ ଜଲ୍ଦି ଜଲ୍ଦି କାଟିଦେବା ତାପରେ ଆମେ କାଟିବା ପିଜୁଳି ପତ୍ର ଧଳା ପିଜୁଳି ପତ୍ର କାଟିବା ଆଗେ ନାଲି ପିଜୁଳି ପତ୍ର କାଟୁଛେ ନାଲି ପିଜୁଳି କ'ଣ ସତରେ ନାଲି ପିଜୁଳି ଅଛି ନା ପିଜୁଳିର କଲର୍ ନାଲିଆ ନା ତା'ର ମଞ୍ଜି ନାଲିଆ ନାଇଁ ନାଇଁ ପିଜୁଳି ସହ ପୁରା ନାଲିଆ ଆମ ଘର ପାଖରେ ହେଇଛି ମାନେ ଆମ ଘରେ ହେଇଛି ଆପଣମାନେ ଯଦି କହିବେ କାଲି ଦେଖିଦେବେ ପିଜୁଳି ଥିବ କି ନାହିଁ ଜାଣିନି ତା ପତ୍ର ସହ ତା ଗଛ ସହ ନାଲିଆ ଅଛି ପିଜୁଳି ଗଛ ଯେଉଁମାନେ ଜାଣିଥିବେ ସେ କମେଣ୍ଟରେ ଜଣାଇବେ ଚଲନ୍ତୁ ପତ୍ର ଦେଖନ୍ତୁ ଧାସିକି କାଟିଦେବା ଓ କାଟିବା ପାଇଁ ଲେଟ୍ ହେଉଛି କାହିଁକି ଜାଣିଛନ୍ତି ନା ପତ୍ରରେ କାଟିବା ଛୁରୀରେ ବହୁତ ହେଉଛି ଚଲନ୍ତୁ ପିଜୁଳି ପତ୍ର କାଟା ସରିଲା ଏବେ ଧଳା ପିଜୁଳି ପତ୍ର କାଟିବା ଯେତେ ଶୀଘ୍ର କାଟିବା ସେତେ ଶୀଘ୍ର ଭିଡ଼ିଓ ଷ୍ଟାର୍ଟିଂ କରିବା ଆପଣମାନେ ଜଲ୍ଦି ଜଲ୍ଦି ଭିଡ଼ିଓକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରନ୍ତୁ ଓ ଆଗକୁ ସେୟାର କରନ୍ତୁ ଇଣ୍ଡିଆ ପିଲା ଖାଇଲା ପିଜୁଳି ଆପଣମାନେ ପୁରା ଦେଖନ୍ତୁ ଇଣ୍ଡିଆ ପିଲା ଖାଇଲା ପିଜୁଳି ପତର ଆମ୍ବ ପତର ମ୍ୟାଙ୍ଗୋ ପତର ଆପଣମାନେ ଭାବୁଥିବେ ପତର ସତରେ ଖାଇବେ କି ନାହିଁ ଫୁଲ୍ ଭିଡ଼ିଓ ଦେଖିଲେ ଜାଣିବେ ସତରେ ଖାଇବେ କି ନାହିଁ ଆପଣମାନେ ଭିଡ଼ିଓ ଦେଖୁଛନ୍ତି ଯଦି ଜମାରୁ ଭୁଲିବେ ନାହିଁ ଦେଖିବା ପାଇଁ ଓ ଦେଖନ୍ତୁ ପିଜୁଳି ପତ୍ର ଆମ୍ବ ପତ୍ର ସବୁ କାଟି ମିକ୍ସ କରିଦିଆହେଲା ଏବେକୁ ମିକ୍ସିଂ କରିକି ଆମେ ଖାଇବୁ ମିକ୍ସିଂ କରିବାର କାରଣ ହେଉଛି ସବୁ ପତ୍ର ସବୁ ସହ ମିଶିଗଲେ ଖାଇବା ପାଇଁ ବହୁତ ଟେଷ୍ଟ ଏବେ ଆମେ ୟାକୁ ସଜେଇବୁ ସଜେଇ ଖାଇବୁ ଦେଖନ୍ତୁ ଓ ଏବେ ସଜେଇବୁ ମାନେ ଆଗେ ନେମ୍ବୁଟାକୁ କାଟିଦେଲୁ ଓ ଟେବୁଲ୍ ଉପରେ କାଟି ଦେଇଛି ଦାଗ ହେଇଯାଉଛି ସେଥିପାଇଁ ମୁଁ ଟାଇଲ୍ସ ଉପରେ ବସି କାଟୁଛି କାଟିତେ କାଟିତେ ହାତ କାଟିଯିବ ହେଇଯିବ ମୋର ରକତ ଓ ଲେମ୍ବୁକୁ ରଖିଦେବୁ ଗୋଟେ ତାଟିଆରେ ପତ୍ରକୁ ତଳେ ରଖିଦେବୁ ତାକୁ ରଖିଦେବୁ ଆମେ ଗିନାରେ ଲେମ୍ବୁକୁ ରଖିଦେଲୁ ଗିନାରେ ଓ ଏବେ ସଜେଇବୁ ସଜେଇକି ଡିଜାଇନ୍ କରିବୁ ବାସ୍ନା ବଢ଼ିଆ କରୁଛି ଜଲ୍ଦି ଜଲ୍ଦି ସଜେଇ ଦେବା ତାପରେ ଆପଣମାନଙ୍କ ସହ କଥା ହେବା ଠିକ୍ ଅଛି ଏବେ ଆମେ ଆମ୍ବ ପତ୍ରକୁ ନେଇକି ଦୁଇଟି ଆମ୍ବ ପତ୍ର ନେବୁ ଦୁଇ ସାଇଡ଼୍ରେ ରଖୁଛୁ ଭଲ ଲାଗୁନି ତାପରେ ଆଉ ଗୋଟେ ଡିଜାଇନ୍ରେ ସଜିବା ଦେଖି କ'ଣ ହେଉଛି ଗୋଟେ ଭଲ ଲାଗୁନି ଦୁଇ ସାଇଡ଼୍ରେ ଦୁଇଟା ଆମ୍ବ ପତ୍ର ରଖିବୁ ଦୁଇ ସାଇଡ଼୍ରେ ଦୁଇଟା ପେହେଡ଼ା ପତ୍ର ରଖିବୁ ମଝିରେ ଧଳା ପେହେଡ଼ା ପତ୍ର ରଖିବୁ ଭାବୁଛୁ କ'ଣ କେମିତି ଲାଗୁଛି ଦେଖିବୁ ଭାବୁଛି ଭଲ ଲାଗୁଥିବ ଆପଣମାନଙ୍କୁ ଭିଡ଼ିଓ କାହିଁକି ନା ନୂଆ ଷ୍ଟାଇଲ୍ରେ ଆପଣମାନଙ୍କୁ ଦେଖନ୍ତୁ ସଜିବା ପାଇଁ ମୁଁ ଆଣିଛି ଫୁଲ ଏ ଫୁଲ ଗୁଡ଼ିକ ଖାଇବେନି ଖାଲି ସଜିବା ପାଇଁ ଆଣିଛି ଓ ସବୁ ଖାଇପାରିବେ ଲେମ୍ବୁ ବି ଆଣିକି ରଖିଦେଲି ଦେଖନ୍ତୁ ଆପଣମାନେ ଯେଉଁମାନେ ଭାବୁଥିବେ ଭାଇ ଏତେ କଷ୍ଟ କରି ବନେଇଛେ ସାରା ଦିନ ଟାଇମ୍ ଦେଇ ଭିଡ଼ିଓ ବନେଇଛି ଭିଡ଼ିଓକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିନାହାନ୍ତି ଯଦି ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ କାହିଁକି ନା ବହୁତ ପରିଶ୍ରମ କରିଛି ଦେଖନ୍ତୁ ବ୍ୟାକ୍ କ୍ୟାମେରା ଦେଖାଉଛି ଆପଣମାନଙ୍କୁ ଦେଖନ୍ତୁ ପୁରା ଫୁଲ ଭଳିଆ ଡିଜାଇନ୍ ହେଇଛି ଏଗୁଡ଼ିକୁ ଖାଇବା ଏଗାକୁ ଆମେ ଖାଇ ବି ପାରିବା ସବୁ କିଛି କରିପାରିବା
ଦେଖନ୍ତୁ ଆଗେ ବାହାରିକି ଦେବା ଚାଇନିଜ୍ ଖାଇବା କୁହାଯାଏ। ଯେଉଁମାନେ ଖାଇବା ପାଇଁ ଚାହୁଁଛନ୍ତି କମେଣ୍ଟରେ ଜଣାଇବେ କେମିତି ତିଆରି କଲି। ଆପଣମାନେ ତ ଦେଖିଲେ, ଯେଉଁମାନେ ଜାଣିପାରିନାହାନ୍ତି ସେମାନେ ପଚାରିବେ। ଏଇଟା ଡିଜାଇନ୍ ପାଇଁ ଦେଇଥିଲେ ଆଜ୍ଞା ସବୁ। ଏ କାଟିଦେବେ ଫାଷ୍ଟ। ଆମେ ଏସବୁରେ କାଟିକି ରଖିଛୁ ଲେମନ୍, ସବୁ କିଛି କାଟିକି ରଖିଛୁ। ତାପରେ ଏଗୁଡ଼ା ଧରିବେ, ଦେଖନ୍ତୁ କେତେ ବାହାରିଲା ପାଣି। ଏହାକୁ ଏବେ ରଖିଦେବେ। ଦେଖନ୍ତୁ ଏଟାକୁ ଏମିତି ଚଉଟିବେ, ତାପରେ ଖାଇବେ। ଯେଉଁ ଖାଇ ଆପଣ ଖାଇବା